ବନ୍ଦେ ମାତରମ୍ ପିଲାମାନେ, ଆଜି ଆମେ ଚତୁର୍ଥ ଶ୍ରେଣୀ ଆମ ଭାଷା ଦୁନିଆ ପୁସ୍ତକରେ ଥିବା ଷଷ୍ଠ ଅଧ୍ୟାୟ ବିଶ୍ୱ କବି ସେହି ପ୍ରବନ୍ଧ ବା ବିଷୟଟିକୁ ଆଜି ଆମେ ପଢ଼ିବାକୁ ଯାଉଛେ। ତ ଆଲୋଚ୍ୟ ବିଷୟ ଆଜି ଆମର ହେଉଛି କ'ଣ ନା ବିଶ୍ୱ କବି। ତୁମମାନଙ୍କର ସମସ୍ତଙ୍କର ତ ନିଜ ନିଜର ବହି ଅଛି। ସେହି ବହିଟିକୁ ତୁମେମାନେ ଖୋଲ। ବହିର ପୃଷ୍ଠା ନମ୍ବର ହେଉଛି 15। ଆଲୋଚ୍ୟ ବିଷୟ ଆଜି ଆମେ କ'ଣ ପଢ଼ିବାକୁ ଯାଉଛୁ ନା ବିଶ୍ୱ କବି। କବି ଯିଏକି କବିତା ଲେଖିବାରେ ପୁରା ଦକ୍ଷ ଥାନ୍ତି, ପାରଦର୍ଶିତା ଅର୍ଜନ କରିଥାନ୍ତି, ତାଙ୍କୁ କୁହାଯାଏ କବି। ସେ ଏମିତି କବି ଯେ ଜଣେ ସାରା ବିଶ୍ୱରେ ସିଏ କ'ଣ ହେଇଛନ୍ତି ନା ବିଖ୍ୟାତ ବା ପ୍ରସିଦ୍ଧ, ସେଥିପାଇଁ ତାଙ୍କୁ କୁହାଯାଇଛି ବିଶ୍ୱ କବି। ଏହି ବିଶ୍ୱ କବି କିଏ, ସିଏ କ'ଣ ସବୁ କରିଛନ୍ତି, ତାଙ୍କର ଅବଦାନ କ'ଣ, ସେଥିପାଇଁ ସେ ବିଶ୍ୱ କବି ହୋଇଛନ୍ତି। ତ ଆଜି ଆମେ ଏହି ବିଶ୍ୱ କବି ଅଧ୍ୟାୟ ବିଷୟଟିକୁ ଆଲୋଚନା କରିବା ଦ୍ୱାରା ବା ପଢ଼ିବା ଦ୍ୱାରା ତାଙ୍କ ବିଷୟରେ ଅଧିକ ଜ୍ଞାନ ଆଜି ଆମେ ପାଇପାରିବା। କିଏ ସେ ବିଶ୍ୱ କବି, ତାଙ୍କ ବିଷୟରେ ଆଜି ଆମେ କାହିଁକି ପଢ଼ିବା। ତ ସେଇ ବିଶ୍ୱ କବି ବର୍ତ୍ତମାନ ମୁଁ ତାଙ୍କର ନାଁ କହୁନାହିଁ, ଯେତେବେଳେ ଆମେ ଏଇଟାକୁ ପଢ଼ିବା ସେତେବେଳେ ତୁମେମାନେ ବି ଜାଣିପାରିବ ସେ ବିଶ୍ୱ କବି କିଏ ହେଲା। ତାହେଲେ ପିଲାମାନେ ତୁମେ କ'ଣ କର ନା ନିଜ ନିଜର ବହି ବାହାର କର। ବହିର ପୃଷ୍ଠା ନମ୍ବର 15କୁ ଲକ୍ଷ୍ୟ କର। ମୁଁ ତାକୁ ବର୍ତ୍ତମାନ କ'ଣ କରୁଛି ନା ଉଚ୍ଚ ସ୍ୱରରେ ପଠନ କରୁଛି। ତୁମେମାନେ ନିଜ ନିଜ ବହିକୁ ଧ୍ୟାନ ଦିଅ, ଠିକ ଅଛି। ତାହେଲେ ମୁଁ ଏବେ ପଢ଼ିବା ଆରମ୍ଭ କରୁଛି। ବିଶ୍ୱ କବି ସେ ଥିଲେ ଜମିଦାର ଘର ପିଲା। ପିଲାଦିନେ ବାପା ମା ତାଙ୍କୁ କଡ଼ା କଟକଣା ଭିତରେ ରଖିଥିଲେ। ପାଠ ପଢ଼ା ବୟସ ହେବାରୁ ଗାଁ ଚାଟଶାଳୀରେ ନାମ ଲେଖାଇ ଦିଆଗଲା। ପିଲାଟି ଅବଧାନଙ୍କ ବେତକୁ ଖୁବ୍ ଡରୁଥିଲା। ଦିନେ ଗଲେ ଦିନେ ଯାଉନଥିଲା। ସାଙ୍ଗ ମେଳରେ ଖେଳିବାକୁ, ପ୍ରକୃତି କୋଳରେ ନାଚିବାକୁ ଭାରି ସୁଖ ପାଉଥିଲା। ଚାଟଶାଳୀକୁ ଯିବାକୁ ବାଧ୍ୟ କଲେ ଜ୍ୱରର ବାହାନା କରେ। କେତେବେଳେ ଜୋତା ଦୁଇଟିକୁ ଓଦା କରିଦିଏ। ଜମିଦାର ବାପା ବଡ଼ ଚିନ୍ତିତ ହେଲେ। ଭାବିଲେ ପିଲାଟି କ'ଣ ମୂର୍ଖ ହେବ, ତେବେ ଜମିଦାରୀ ବୁଝିବ କିପରି। ଗାଁ ସ୍କୁଲରୁ ଆଣି କଲିକତା ସେଣ୍ଟ ଜାଭିୟର୍ସ ସ୍କୁଲରେ ନାମ ଲେଖାଇଲେ। ସ୍କୁଲ ନିୟମ କାନୁନ ପିଲାଟିକୁ ଭଲ ଲାଗୁନଥିଲା। ସବୁ ପିଲା ତ ଖୁସିରେ କିଛି ଶିଖିବାକୁ ଭଲ ପାଆନ୍ତି, ସେ କାହିଁକି ନିୟମ କଟକଣା ପାଠକୁ ଆଦର କରନ୍ତା। କିଛି ଦିନ ସ୍କୁଲକୁ ଯାଇ ଆଉ ଗଲାନି। ବୟସ ତ ଆଉ ବସିନାହିଁ, ସମସ୍ତଙ୍କ ଭାଳେଣି ପଡ଼ିଲା। ସେ ଅଞ୍ଚଳରେ ତାଙ୍କ ବାପାଙ୍କର ଖୁବ୍ ନାମ ଥିଲା। ଟଙ୍କା ପଇସା ପ୍ରତିପତ୍ତି ବି ଥିଲା। ପିଲାଟିକୁ କୌଣସି ଉପାୟରେ ମଣିଷ କରିବାକୁ ପଡ଼ିବ। ଇତିମଧ୍ୟରେ ହିମାଳୟ ବୁଲିଯିବାର ସୁଯୋଗ ଆସିଲା। ପିଲାଟିର ବାହ୍ୟଜ୍ଞାନ ବୃଦ୍ଧି ନିମିତ୍ତ ହିମାଳୟର ଶାନ୍ତ କୋମଳ ଓ ନୀରବ ପରିବେଶରେ ବାପା ତାଙ୍କୁ କିଛି ଦିନ ବୁଲାଇ ଆଣିଲେ। ପିଲାଟି ସେତେବେଳେ ବଡ଼ ଭାଇଙ୍କ ଲାଇବ୍ରେରୀ ଭିତରକୁ ପଶି ଯିବାର ସୁଯୋଗ ଆସିଯାଉଥିଲା। ଭୁଲ ହେଇଗଲା। ବେଳେ ବେଳେ ବଡ଼ ଭାଇଙ୍କ ଲାଇବ୍ରେରୀ ଭିତରକୁ ପଶିଯିବାର ସୁଯୋଗ ଆସିଯାଉଥିଲା। ଏକୁଟିଆ ବସି ବହି ଖେଳଉ ଖେଳଉ ସେକ୍ସପିୟରଙ୍କ ନାଟକ, ବାଇରନଙ୍କ ପଦ୍ୟାବଳୀ ଆଖି ଆଗକୁ ଆସୁଥିଲା। ପିଲାଟି ଭିତରର ସମ୍ଭାବନା କଥା ବଡ଼ ଭାଇ ବୁଝିପାରୁଥିଲେ। ବାପାଙ୍କ ପରାମର୍ଶ କ୍ରମେ ବଡ଼ ଭାଇ ପିଲାଟିକୁ ଇଂଲଣ୍ଡକୁ ନେଇ ଆଇନ ପଢ଼ାଇବା ପାଇଁ ବ୍ୟବସ୍ଥା କରି ଆସିଲେ। ସେଥିରେ ବି ମନ ନ ଦେଇ ସେ 2 ବର୍ଷ ପରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ମାତ୍ର ସେଠାରେ ଥିବା ସମୟରେ ସେ ମହାନ ଦାର୍ଶନିକ ଓ ବିଦ୍ୱାନ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ପୁଅ ଏବେ ଯୁବକ। ବାପା ମା ସ୍ଥିର କଲେ ପୁଅକୁ ବିବାହ କରିଦେଲେ ଏକ ପ୍ରକାର ବୋଝ ଯିବ। ପୁଅ ଜମିଦାରୀ ବୁଝାବୁଝି କରିବ। ସେଇଆ ହିଁ ହେଲା।
ତାଙ୍କ ଜମିଦାରର ଜଣେ କର୍ମଚାରୀଙ୍କ ଝିଅ ସହିତ ବିବାହ ହେଲା। ସ୍ୱଭାବରେ ସେ ଜଣେ ଭାବୁକ ଥିଲେ। ଇତିମଧ୍ୟରେ ସୃଜନଶୀଳ ଲେଖାମାନ ଲେଖି ଚାଲିଥାନ୍ତି। କିଛି ଦିନ ପରେ ବଙ୍ଗ ଦର୍ଶନ ନାମକ ଏକ ପତ୍ରିକାର ସମ୍ପାଦକ ହେଲେ। ସେତେବେଳକୁ ସେ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ନାଟକ, ପଦ୍ୟ ରଚନା କରିବାରେ ଅଭ୍ୟସ୍ତ ହୋଇଯାଇଥିଲେ। ତାଙ୍କର ଲେଖାଗୁଡ଼ିକ ବଡ଼ ବଡ଼ ପତ୍ରିକାରେ ପ୍ରକାଶିତ ହେବାକୁ ଲାଗିଲା। ବଡ଼ ବଡ଼ ଲେଖକମାନଙ୍କର ଦୃଷ୍ଟି ତାଙ୍କ ଉପରେ ପଡ଼ିଲା। ଧୀରେ ଧୀରେ ସେ ଜଣେ ବଡ଼ କବି ଭାବରେ ପରିଚିତ ହେଲେ। ପିଲାଦିନେ ଶିକ୍ଷାନୁଷ୍ଠାନର ନିୟମ କାନୁନ ପ୍ରତି ତାଙ୍କର ଆଦର ନଥିବା କଥା ଆମେ ଜାଣିଛେ। ସେତେବେଳୁ ତାଙ୍କ ମନ ମୁତାବକ ଶିକ୍ଷା କେନ୍ଦ୍ରଟିଏ ଗଢ଼ିବାର ପ୍ରବଳ ଆଶା ଥାଏ। ପ୍ରାକୃତିକ ପରିବେଶକୁ ନେଇ ଭାରତର ପୁରାତନ ପରମ୍ପରାକୁ ଅନୁସରଣ କରି ବିଦ୍ୟାଳୟଟିଏ ଗଢ଼ିବାକୁ ଆଗ୍ରହ ପ୍ରକାଶ କଲେ। ନିଜ ପୁଅକୁ ମିଶାଇ 5 ଜଣ ପିଲାଙ୍କ ସହିତ ଆରମ୍ଭ କଲେ ବୋଲପୁରରେ ଶାନ୍ତି ନିକେତନ ବନ ବିଦ୍ୟାଳୟ। ପରିବେଶ ସମ୍ପୂର୍ଣ୍ଣ ପ୍ରାକୃତିକ, ପିଲାମାନେ ପୁରାପୁରି ସ୍ୱାଧୀନ। ଇଂରେଜ ବିଦ୍ୟାଳୟ ଗୁଡ଼ିକ କଳକାରଖାନା ପରି ତାଙ୍କୁ ମନେ ହେଉଥିଲା। ସମାଜ ଓ ପ୍ରକୃତିରୁ ଅଲଗା ରହିବାର କଷ୍ଟ ସେ ଅନୁଭବ କରିଥିଲେ। ଶାନ୍ତି ନିକେତନ ଥିଲା ତାହାରି ଫଳ। ଜୀବନର ସବୁ ସମୟରେ, ସବୁ କାମ ଭିତରେ ମଧ୍ୟ ସାହିତ୍ୟ ସେବାରୁ ସେ ଦୂରେଇ ରହିନାହାନ୍ତି। ଇଂଲଣ୍ଡର ପ୍ରସିଦ୍ଧ କବି ଟସ୍ ତାଙ୍କର କବିତା ସବୁ ପାଠ କରି ବିମୋହିତ ହେଲେ। ତାଙ୍କରି ରଚିତ ମୁଖବନ୍ଧ ସହ ଗୀତାଞ୍ଜଳି ପ୍ରକାଶିତ ହେଲା। ସେହି ବର୍ଷ ଏହି ପୁସ୍ତକ ପାଇଁ ତାଙ୍କୁ ସାହିତ୍ୟରେ ମିଳିଲା ନୋବେଲ ପୁରସ୍କାର। ଏବେ ତୁମେ ତାଙ୍କ ନାମ ଜାଣି ସାରିବଣି। ସେ ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ପରେ ପରେ ବ୍ରିଟିଶ ସରକାର ତାଙ୍କୁ ନାଇଟ୍ ଉପାଧିରେ ଭୂଷିତ କଲେ। ମାତ୍ର ଦେଶଭକ୍ତ ରବୀନ୍ଦ୍ରନାଥ ଜାଲିଆନାବାଗ ହତ୍ୟାକାଣ୍ଡ ହେତୁ ସେହି ଉପାଧି ପ୍ରତ୍ୟାଖ୍ୟାନ କଲେ। ତାଙ୍କର ଇଚ୍ଛାରେ ପ୍ରତିଷ୍ଠା ହେଲା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ। ଦେଶ ବିଦେଶରୁ ବହୁ ଛାତ୍ର ଆସି ଏଠାରେ ପଢ଼ୁଛନ୍ତି। ଭାରତର ମହାନ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଏହାକୁ ଭଲ ପାଇପାରିଛନ୍ତି। ତାଙ୍କରି ମହାନତା ପାଇଁ ଦେଶର ସମ୍ମାନ ବୃଦ୍ଧି ହୋଇଛି। ତ ପିଲାମାନେ, ମୁଁ କ'ଣ କରିଛି ନା ଏବେ ଏହାକୁ ଉଚ୍ଚ ସ୍ୱରରେ ସମ୍ପୂର୍ଣ୍ଣ ବିଷୟଟିକୁ ପାଠ କରିସାରିଛି। ଏବେ ଆମେ କ'ଣ କରିବା ନା ୟାର ସବୁ କଠିନ ଶବ୍ଦ ଗୁଡ଼ିକୁ ଲେଖିଦେବା। ଲେଖି ସାରିବା ପରେ ଆମେ ତାକୁ କ'ଣ କରିବା, ବୁଝେଇବା। କାରଣ ତାପରେ କଠିନ ଶବ୍ଦ ଲେଖିସାରି ବୁଝେଇଲା ପରେ ଆମକୁ ଟିକେ ସହଜ ହୋଇପାରିବ। ତ ପିଲାମାନେ, ମୁଁ ଏଇ କଠିନ ଶବ୍ଦ ଗୁଡ଼ିକୁ ଲେଖିଲା ବେଳେ ତୁମେମାନେ କ'ଣ କର ନା ସେହି ଶବ୍ଦ ଗୁଡ଼ିକୁ ମଧ୍ୟ ତୁମେମାନେ ନିଜ ନିଜ ଖାତାରେ ଲେଖିନେବ। କଟକଣା, କଠୋର ନିୟମ। ଅବଧାନ ମାନେ ଶିକ୍ଷକ। ଭାଳେଣୀ, ଚିନ୍ତା କରିବା। ପ୍ରତିପତ୍ତି ମାନେ ସୁଖ୍ୟାତି। ଗୌରବ। ସ୍ୱଭାବ, ପ୍ରକୃତି। ବା ଜନ୍ମଗତ ଗୁଣ। ତାପରେ ସ୍ୱଦେଶ, ସୃଜନଶୀଳ,
ନୂତନ ଚିନ୍ତାଧାରା। ସୃଜନଶୀଳ ନୂତନ ଚିନ୍ତାଧାରା। ମୁଖବନ୍ଧ। ଆରମ୍ଭ। ଆକୃଷ୍ଟ। ମୁଗ୍ଧ। ଆକର୍ଷଣ। ଉପାଧି। ଉପନାମ। ଉପାଧିପତ୍ର। ଅଭିଭୂତ। ବ୍ୟାକୁଳ। ପରାଜିତ। ଦେଖ ପିଲାମାନେ, ଏଇଠି ଲେଖା ହେଇଛି କଣ ନା କଟକଣା। କଟକଣା ମାନେ କଠୋର ନିୟମ। ଅବଧାନ ମାନେ ଶିକ୍ଷକ। ଭାଳେଣୀ ମାନେ ଚିନ୍ତା କରିବା। ପ୍ରତିପତ୍ତି ମାନେ ସୁଖ୍ୟାତି। ଗୌରବ ସ୍ୱଭାବ। ପ୍ରକୃତି ବା ଜନ୍ମଗତ ଗୁଣ। ସ୍ୱଦେଶ ନିଜ ଦେଶ। ସୃଜନଶୀଳ ନୂତନ ଚିନ୍ତାଧାରା। ମୁଖବନ୍ଧ ଆରମ୍ଭ। ଆକୃଷ୍ଟ ମୁଗ୍ଧ। ଆଉ କଣ ହବ ନା ଆକର୍ଷଣ। ଉପାଧି ଉପନାମ। ଉପାଧି ପତ୍ର। ଆଉ ଏଠି ଅଭିଭୂତ ବ୍ୟାକୁଳ ଆଉ ହବ ପରାଜିତ। ଠିକ ଅଛି, ଲେଖି ସାରିଲ? ପ୍ରସିଦ୍ଧ ଧନେ ବିଖ୍ୟାତ। ପ୍ରକାଶିତ। ମୁଦ୍ରଣ ଦ୍ୱାରା। ମୁଦ୍ରଣ ଦ୍ୱାରା ପ୍ରକଟିତ। ଆଉ ଗୋଟେ ସିଦ୍ଧହସ୍ତ। ସିଦ୍ଧହସ୍ତ ମାନେ ନିପୁଣ। ସମ୍ଭାବନା। ଆଶଙ୍କା। ପ୍ରତ୍ୟାବର୍ତ୍ତନ। ଫେରି ଆସିବା। ତାପରେ ଭୂଷିତ। ଭୂଷିତର କଣ ହବ ନା ଅଳଙ୍କୃତକରଣ।
ପ୍ରତ୍ୟାଖ୍ୟାନ ଅସ୍ୱୀକରଣ ବା ଅସ୍ୱୀକାର କରିବା, ନିରାକରଣ ବି ହବ। କଣ? ପ୍ରତିଷ୍ଠା। ପ୍ରତିଷ୍ଠା ମାନେ ସ୍ଥାପନ। ଆଉ କଣ? ବିମୋହିତ ମାନେ ବିମୁଗ୍ଧ। ତ ପିଲାମାନେ ଏବେ ଦେଖ ଏଠି ଲେଖିଛି କଣ ନା ପ୍ରସିଦ୍ଧ। ପ୍ରସିଦ୍ଧ ହେଲା ବିଖ୍ୟାତ। ପ୍ରକାଶିତ ମାନେ ମୁଦ୍ରଣ ଦ୍ୱାରା ପ୍ରକଟିତ। ସିଦ୍ଧହସ୍ତ ନିପୁଣ। ସମ୍ଭାବନା ଆଶଙ୍କା ପ୍ରତ୍ୟାବର୍ତ୍ତନ ଫେରି ଆସିବା। ଭୂଷିତ ହେଲା ଅଳଙ୍କୃତ କରଣ। ପ୍ରତ୍ୟାଖ୍ୟାନ ଅସ୍ୱୀକରଣ ବା ନିରାକରଣ। ପ୍ରତିଷ୍ଠା ସ୍ଥାପନ। ବିମୋହିତ ମାନେ ବିମୁଗ୍ଧ। ଏବେ ଏହାର ଆମେ କଣ କରିଛେ ନା ସବୁ କଠିନ ଶବ୍ଦ ଗୁଡ଼ିକୁ ଆମେ ଲେଖି ଦେଇଛେ। ଏବେ ଏହାକୁ ଆମେ କଣ କରିବା ନା ବୁଝେଇବା। ଦେଖ ପିଲାମାନେ ଭଲ ଭାବରେ ତୁମେ ମାନେ ମନ ଧ୍ୟାନ ଦେଇକି ଶୁଣୁଥାଅ। କାହା ବିଷୟରେ କୁହାଯାଇଛି? ସେ ଥିଲେ ଜମିଦାର ଘରର ପିଲା। ବିଶ୍ୱକବି ସେ ଥିଲେ ଜମିଦାର ଘରର ପିଲା। ଯାହା ବିଷୟରେ ଆମେ ପଢୁଛୁ ସେ ହେଉଛନ୍ତି ଜଣେ ଜମିଦାରୀ ଘରର ପିଲା। ତୁମେ ତ ଜମିଦାର କଥା ପଢିଥିବା। ପୂର୍ବରୁ ଏଇ ଜମିଦାରୀ ପ୍ରଥା ବହୁତ ପ୍ରଚଳିତ ଥିଲା। ତ ସେଇ ଜମିଦାର ଘରର ପିଲା ହେଉଛନ୍ତି ଏ ବିଶ୍ୱକବି। ପିଲାଦିନେ ବାପା ମା ତାଙ୍କୁ କଡ଼ା କଟକଣା ଭିତରେ ରଖିଥିଲେ। ପିଲାଦିନେ ବହୁତ କଠୋର ନିୟମ ବା କଡ଼ା କଟକଣା ଭିତରେ ତାଙ୍କୁ ରଖାଯାଇଥିଲା। ପାଠପଢ଼ା ବୟସ ହେବାରୁ ଗାଁ ଚାଟଶାଳୀରେ ନାମ ଲେଖାଇ ଦିଆଗଲା। ବର୍ତ୍ତମାନ ଯେମିତି ତୁମର ସବୁ ବିଦ୍ୟାଳୟ ଅଛି, ସେତେବେଳେ ସେ ବିଦ୍ୟାଳୟ ଗୁଡ଼ିକୁ କଣ କୁହାଯାଉଥିଲା ନା ଚାଟଶାଳୀ କୁହାଯାଉଥିଲା। ସେତେବେଳେ ସେ ଚାଟଶାଳୀକୁ ପିଲାମାନେ ପାଠ ପଢିବାକୁ ଯାଉଥିଲେ। ଯେତେବେଳେ ତାଙ୍କର ଏ ବିଶ୍ୱକବିଙ୍କର ଯଥେଷ୍ଟ ବୟସ ହୋଇଯାଇଛି ପାଠ ପଢିବା ପାଇଁ, ତେଣୁ ତାଙ୍କୁ ବାପା ମା କଣ କରିଛନ୍ତି ନା ତାଙ୍କର ଶିକ୍ଷାଦାନ ପାଇଁ ତାଙ୍କୁ ନେଇ ଚାଟଶାଳୀରେ ନାମ ଲେଖାଇ ଦେଇଛନ୍ତି। ପିଲାଟି ଅବଧାନଙ୍କ ବେତକୁ ଖୁବ୍ ଡରୁଥିଲା। ବର୍ତ୍ତମାନ ଆମ ବିଦ୍ୟାଳୟରେ ଯେଉଁମାନେ ଶିକ୍ଷାଦାନ କରୁଛନ୍ତି ବା ତୁମମାନଙ୍କୁ ପଢ଼ାଉଛନ୍ତି, ସେମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ଆମ ବିଦ୍ୟାଳୟରେ ଅପା ଭାଇ ଆମେ କହିଥାଉ। ସେତେବେଳେ ଅବଧାନ କୁହାଯାଉଥିଲା, ଯିଏ ପାଠ ପଢ଼ଉଥିଲେ ମାନେ ଶିକ୍ଷକକୁ। ସେତେବେଳେ ଅବଧାନଙ୍କର ବେତକୁ, ସେତେବେଳେ ପାଠ ଭୁଲ କଲେ, ବର୍ତ୍ତମାନ ତ ମାଡ଼ ସବୁ ଉଠିଯାଇଛି, ଯେ ଭୁଲ କଲେ ସେତେବେଳେ କଣ କରିଥାନ୍ତି ନା ଏଇ ବେତ ରଖିଥାନ୍ତି, ବାଡ଼ି ରଖିଥାନ୍ତି। ସେତେବେଳେ ସେଇଥିରେ ସିଏ ତାଙ୍କୁ ଭୁଲ ଭାଲ କଲେ ବା ଯାହା ନିୟମ ଉଲ୍ଲଂଘନ କଲେ ଭାଙ୍ଗିଦେଲେ ସେ ଏଇ ବେତରେ ଦଣ୍ଡ ଦେଇଥାନ୍ତି। ସେତେବେଳେ ସେ ଅବଧାନଙ୍କ ବେତକୁ ଖୁବ୍ ଡରୁଥିଲେ। ଦିନ ଗଲେ ଦିନେ ଯାଉନଥିଲା। ଯେତେବେଳେ ଏଇ ବେତକୁ ସେ ଖୁବ୍ ଡରୁଥିଲେ, ତାଙ୍କ ମନରେ ଭୟ ଥିଲା। ସେଥିପାଇଁ ଦିନେ ଯଦି ଚାଟଶାଳୀ ଯିବେ, ଆଉ 2 ଦିନ ସେ ଯିବେ ନାହିଁ। ସାଙ୍ଗ ମେଳରେ ଖେଳିବାକୁ, ପ୍ରକୃତି କୋଳରେ ନାଚିବାକୁ ଭାରି ସୁଖ ପାଉଥିଲେ। ନା ଚାଟଶାଳୀ ଯିବାକୁ ସେ ଭଲ ପାଉନଥିଲେ, କିନ୍ତୁ ସେ ସାଙ୍ଗମାନଙ୍କ ମେଳରେ ଖେଳା ବୁଲା କରିବା, ପ୍ରକୃତି ଆମର ଏଇ ଯେଉଁ ଚତୁଃପାର୍ଶ୍ୱରେ ଯେ ସବୁଜିମା ଭରାରେ ପ୍ରକୃତି ସୁନ୍ଦର ପରିବେଶ, ସେ ପ୍ରକୃତି କୋଳରେ ନାଚିବାକୁ ଭାରି ସୁଖ ପାଉଥିଲେ। ଚାଟଶାଳୀକୁ ଯିବାକୁ ବାଧ୍ୟ କଲେ ଜ୍ୱରର ବାହାନା କରେ। ଏଇ ସବୁ କାମ କରିବାକୁ ସେ ବହୁତ ଭଲ ପାଉଥିଲେ। ଚାଟଶାଳୀକୁ ଯାଇ ପାଠ ପଢ଼ିବାକୁ ତାଙ୍କୁ ଜମା ବି ଭଲ ଲାଗୁନଥିଲା। ସେଥିପାଇଁ ଯଦି ତାଙ୍କୁ ବାଧ୍ୟ କରାଯାଏ ଚାଟଶାଳୀକୁ ଯିବାକୁ ନା, ସେଥିପାଇଁ ସେ ବାହାନା କରୁଥିଲେ। ଆଜି ଜ୍ୱର ହେଇଛି, କାଲି ମାନେ ଏଇଆ ହେଇଛି, ତାପରେ ସେ ଏଇଆ ହେଇଛି, ଏମିତି ସବୁ ବିଭିନ୍ନ ପ୍ରକାରର ବାହାନା ସିଏ କରୁଥିଲେ। ବେଳେ ବେଳେ ଜୋତା ଦୁଇଟିକୁ ଓଦା କରି ଦିଅନ୍ତି। କେତେବେଳେ ଜ୍ୱର ହେଇଛି ବୋଲି କୁହନ୍ତି, ତ କେତେବେଳେ ଜୋତା ଦୁଇଟିକୁ ଓଦା କରି ଦିଅନ୍ତି। ଯାହାକି ଜୋତା ନ ନେଇ ଆଉ ଖାଲି ପାଦରେ ଯାଇ ହେବ କି? ଯାଇ ହେବନି, ତା ବି କରନ୍ତି।
जमीदार बापा बड़ चिंतित हेले। तांकर बापा कौन कले बड़ चिंतार पड़गले। पिलाटी एमिति करुछि, पाठ पढ़िबाकू जाऊनाही, चाटशाळी जीवाकू बाध्य कले, से एमिति सब बारंबार बारंबार सब बाहाना करुछि, तो कौन करा जाई पारिबा आपाई। सेथिपाई बहुत चिंतित हेले। भाविले पिलाटी कौन मूर्ख हेब, कहली पाठ न पढ़ी पिलाटी कौन मूर्ख हेब, तो तार किछि व्यवस्था तो करबाकू पड़िबो ना। तेबे जमीदारी बुझिब किपरि, यदि पाठ न पढ़िब, चाटशाळी न जाई पाठ न पढ़िब, विद्या अर्जन न करिब, ताहले एते बड़ हमर जो जमीदारी अछि, से जमीदारी दायित्व नब किए, बुझिब किपरि, किए बुझिब, से केमिति बुझिब यदि पाठ न पढ़ी पारे। गाँ स्कूल रु आनी कलिकता सेंट जाभियर्स स्कूल रे नाम लेखाई दिले। भाविले एउठू नहीं दूर रे आउ कोठी पढ़ाई बा तार नाम लेखाई पढ़िबार बंदोबस्त कले, हुए तो सेठी जाई से किछि पढ़ी पारे। सेतिपई गाँ स्कूल रु ताकू बाहर करी आनी कलिकता रे सेंट जाभियर्स स्कूल रे कौन कले ना नाम लेखाई देले। जेमिति आम स्कूल रो ना कौन अछि ना श्री अरविंद पूर्णांग शिक्षा केंद्र, सेहीपरि कलिकतार जड़े गोटे सेंट जाभियर्स स्कूल ना सेठारे से नहीं तांकर नाम लेखाई देले। स्कूल नियम कानून पिलाटी को भल लागु नथला। स्कूल रे जहाँ भी किछि नियम अछि ताको से तांको भल लागु नथला। जेमिति प्रत्येक विद्यालय रे नियम अछि, ठीक समय रे आमे विद्यालय को आसीबा, ठीक समय रे प्रार्थना करिबा, पढ़िबा समय रे आमे क्लास रे बसी पाठ पढ़िबा, खेलिबा समय रे खेलिबा को जिबा, ठीक समय रे हमर टिफिन करिबा, ए सबू जो नियम अनुसार चले सी को तांको ए नियम सबू जमा भी भल लागु नथिला। सबु पिला खुशी रे किछि शिखिबा को भल पांती, एटा भी सत कथा। समस्ते चाहती खुशी रे आमे केभଳି भाबरे शिखिबु, समस्ते भल पांती। से काहीकि नियम कटकणा पाठ को आदर करंता, ताले समस्ते सबु पिला चाहती खुशी रे आमे शिखिबु, ताले सीए काहीकि ए नियम कठोर नियम कटकणा थिबा पाठ को आदर करंते बा ग्रहण नियंते बा आपणे नियंते। किछि दिन स्कूल को जाऊ, किछि दिन स्कूल को जाई आउ गले, एई भली भाबरे सेठी मध्य कोन कले किछि दिन स्कूल को जाई आउ जमा गले। बयस तो आउ बसी नाही, समस्तंक भाळेणी पड़िला। एही परे भाबरे दिन परे दिन क्रमागत भाबरे गड़ी चलीछि, विलंब हो जायछि। ताहारी भितरे बयस तो आउ काहाको अपेक्षा करेनी, बयस भी तांकर होई गलानी। सेथिपई समस्तंकर चिंता पड़िला, भाळेणी पड़िला, केमिति ये पाठ पढ़िब। से अंचल रे तांको बापांकर खूब नाम थिला। तांको बापा एमिति भल काम करुथिबे, जहा फल रे से अंचल रे समस्त लोक से मानको तांको मानुथिबे और सम्मान दउथिबे। तांकर भी सेमिति सुनाम थिला। टंका पैसा प्रतिपत्ति भी थिला, तांकर बहुत टंका पैसा ना धन संपत्ति ए सबु तांकर कोन थिला, बहुत थिला। प्रतिपत्ति माने सुख्याति गौरव ए सबु तांकर सुख्याति, से ख्याति अर्जन करथिले, जेतु किछि भल काम करथिले, तांकर जति बडे जमीदारी अछि, टंका पैसा भी अछि, सेतिपई से ख्याति अर्जन करथिले। पिलाटी को कौनसी उपाय रे बड़ मनीष करबा को पड़िबो। बाबा निजे निजे भाबुछंती कौनसी ना कौनसी उपाय निश्चित बाहर करी पिलाटी को बड़ मनीष करबा को पड़िबो। इति मध्यरे हिमालय बुली जिबार सुजोग आसिला। एही समय कौन अच्छी ना हिमालय बुली जिबार सुजोग गोटे आसला। से प्लानिंग कले जे आमे गोटे हिमालय बुली जिबा। पिलाटीर बाह्य ज्ञान वृद्धि निमित्त हिमालयर शांत कोमल और नीरव परिवेश रे बापा तांकु किछि दिन बुलाई आनिले। तांकर बाह्य आम भितर जहाँ भी ज्ञान अच्छी आउ जो बाह्य चतुर्पार्श्व जहाँ भी किछि हमको शिखिबार अच्छी से सबू तार वृद्धि पाई और हिमालयर जो शांत परिवेश कोमल और नीरव परिवेश रे बापा तांकु कौन कले ना किछि दिन बुलाई आनिले। बेले बेले बड़ भाई को लाइब्रेरी भितर को पशि जीवार सुजोग आसी जाउतला। तांकर जने बड़ भाई थिले, से सीए भी पाठ पढुथिले, तांकर भी गोटे लाइब्रेरी थिला, सेटार बही सब रखा जाइथिला। सेठी को मध्य से कौन करंती बेले बेले पशि जांती। एकुटिया बसी बही खेलौ खेलौ शेक्सपियर को नाटक
ବାଇରନଙ୍କ ପଦ୍ୟାବଳୀ ଆଖି ଆଗକୁ ଆସୁଥିଲା। ସେଠୁ କେତେ ଗୁଡ଼ିଏ ବହିକୁ ସବୁ ଖେଳାଇ ଏପଟ ସେପଟ କରନ୍ତି, ଦେଖୁଥାନ୍ତି। ଏମିତି ଦେଖୁ ଦେଖୁ ସେକ୍ସପିୟରଙ୍କ ନାଟକ, ସେ ସେକ୍ସପିୟର ଜଣେ ସେ ଯେଉଁ ନାଟକ ଲେଖିଛନ୍ତି, ବାଇରନଙ୍କ ପଦ୍ୟାବଳୀ ମାନେ ପଦ୍ୟ ରଚନା କରିଛନ୍ତି, ଆଖି ଆଗକୁ ତାଙ୍କର ଆଖିରେ ପଡୁଥାଏ। ପିଲାଟି ଭିତରର ସମ୍ଭାବନା ବା ଆଶଙ୍କା କଥା ବଡ଼ ଭାଇ ବୁଝି ପାରୁଥିଲେ। ତାଙ୍କ ବଡ଼ ଭାଇ ଏସବୁକୁ ଦେଖିକି ବୁଝିପାରୁଥିଲେ, ହଁ ଆ ଭିତରେ କିଛି ଅଛି, ଜାଣିବାର ଆଗ୍ରହ ଅଛି ବା ଆଶଙ୍କା ଜଣା ପଡୁଛି ଯେ ଇଏ ଆଗକୁ ଯାଇପାରିବ ବୋଲି। ବାପାଙ୍କ ପରାମର୍ଶ କ୍ରମେ ବଡ଼ ଭାଇ ପିଲାଟିକୁ ଇଂଲଣ୍ଡକୁ ନେଇ ଆଇନ ପଢ଼ାଇବା ପାଇଁ ବ୍ୟବସ୍ଥା କରି ଆସିଲେ। ଯେତେବେଳେ ସେ ଦେଖିଲେ ଯେ ବହି ଗୁଡ଼ିକ ଖେଳଉଛନ୍ତି, ଏପଟ ସେପଟ କରୁଛନ୍ତି, ତାକୁ ଦେଖୁଛନ୍ତି, ଜାଣିଲେ ଯେ ହଁ ଆ ଭିତରେ କିଛି ଆଗ୍ରହ ମଧ୍ୟ ଅଛି, କିଛିଟା ଅଛି ଯାହାକି ଏ ପାଠ କ୍ଷେତ୍ର ବା ସେଇ କ୍ଷେତ୍ରରେ ଆଗକୁ ଯାଇପାରେ। ସେଥିପାଇଁ ତାଙ୍କ ବାପାଙ୍କଠୁ ପରମିଶନ ନେଲେ ବା ପରାମର୍ଶ ନେଲେ, ଅନୁମତି ନେଇ ତାଙ୍କୁ ଇଂଲଣ୍ଡକୁ ନେଇ ଆଇନ ପଢ଼ାଇବାର ବ୍ୟବସ୍ଥା କରି ଆସିଲେ। ସେଥିରେ ବି ମନ ନ ଦେଇ ସେ 2 ବର୍ଷ ପରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ। ସେଥିରେ ବି ସେ ପାଠ ପଢ଼ାରେ, ସେ ଆଇନ ପଢ଼ିବାରେ ମଧ୍ୟ ମନୋନିବେଶ କରିପାରିଲେ ନାହିଁ। 2 ବର୍ଷ ପରେ ପୁଣି ନିଜ ଦେଶକୁ ସିଏ ଫେରି ଆସିଲେ। ମାତ୍ର ସେଠାରେ ଥିବା ସମୟରେ ସେ ମହାନ ଦାର୍ଶନିକ ଓ ବିଦ୍ୱାନ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେଠାରେ ଥିବା ସମୟରେ ଏହି ମହାନ ବ୍ୟକ୍ତିମାନଙ୍କ ମାଧ୍ୟମରେ ସେ ଆସିଥିଲେ, ଭେଟିଥିଲେ। ପୁଅ ଏବେ ଯୁବକ, ଏବେ ତାଙ୍କର ଯଥେଷ୍ଟ ବୟସ ହୋଇଯାଇଛି, ଆଉ ସେ ଏବେ ଯୁବକ ଅବସ୍ଥାରେ ପାଦ ଦେଇଛନ୍ତି। ବାପା ମା ସ୍ଥିର କଲେ ପୁଅକୁ ବିବାହ କରିଦେଲେ ଏକ ପ୍ରକାର ବୋଝ ଯିବ, ପୁଅ ଜମିଦାରୀ ବୁଝାବୁଝି କରିବ। କହିଲେ ଏବେ ସେ ବିବାହର ଯଥେଷ୍ଟ ବୟସ ହୋଇଯାଇଛି, ଏହି ସମୟରେ ତାକୁ ବିବାହ କରେଇଦେଲେ ସିଏ କ'ଣ କରିବ ନା ଆମ ମୁଣ୍ଡରୁ ଏକ ପ୍ରକାର ବୋଝ ତ ଯିବ, ଏତେ ଚିନ୍ତା କରୁଛି, ପାଠ ପଢ଼ୁନାହିଁ, ଇଏ କରୁନାହିଁ, ସେଠି କରୁନାହିଁ, ସେମିତି କରୁନାହିଁ, ଏସବୁ ତ ଚିନ୍ତା ଯିବ, ଜମିଦାରୀ କଥା ବି ସିଏ ବୁଝାବୁଝି କରିବ। ସେୟା ହିଁ ହେଲା, ଯାହା ସେମାନେ ଚିନ୍ତା କରିଥିଲେ ତାଙ୍କର ବିବାହ କଥା, ସେୟା ବି ହେଲା। ତାଙ୍କ ଜମିଦାରୀର ଜଣେ କର୍ମଚାରୀଙ୍କ ଝିଅ ସହିତ ବିବାହ ତାଙ୍କର ହେଲା। ତାଙ୍କ ଜମିଦାରୀରେ ଜଣେ କର୍ମଚାରୀ ବା କାମ କରୁଥିଲେ, ତାଙ୍କର ଝିଅ ସହ ତାଙ୍କର ବିବାହ ହେଲା। ସ୍ୱଭାବରେ ସେ ଜଣେ ଭାବୁକ ଥିଲେ, ଇତିମଧ୍ୟରେ ସୃଜନଶୀଳ ଲେଖାମାନ ଲେଖିଥାନ୍ତି। କିଛି ଦିନ ପରେ ବଙ୍ଗ ଦର୍ଶନ ନାମକ ଏକ ପତ୍ରିକାର ସମ୍ପାଦକ ହେଲେ। କ'ଣ ନା ସ୍ୱଭାବରେ ସେ ଜଣେ ଭାବୁକ ଥିଲେ, ଭାବି ବସନ୍ତି। ଇତିମଧ୍ୟରେ ଏହି ସମୟରେ ତାଙ୍କର ବିବାହ ସରିଯାଇଛି, ଏହି ସମୟରେ ସୃଜନଶୀଳ ଲେଖାମାନେ ସେ ଲେଖି ଚାଲିଛନ୍ତି। ନୂତନ ଚିନ୍ତାଧାରାରୁ ନେଇ ତାଙ୍କ ମନ ମଧ୍ୟକୁ ଯେଉଁ ନୂତନ ଚିନ୍ତାଧାରା ଆସୁଛି, ସେଇ ନୂତନ ଚିନ୍ତାଧାରାକୁ ଆଣି ସେ କ'ଣ ବିଭିନ୍ନ ଲେଖାମାନ ସବୁ ଲେଖି ଚାଲିଛନ୍ତି। କବି ହେଉଛନ୍ତି କ'ଣ ଗୋଟିଏ ସାମାନ୍ୟ କଥାଟାକୁ ସେ ରୂପ ରଙ୍ଗ ଦେଇ ଆଳଙ୍କରିକ ଭାବରେ ସଜେଇ ତାକୁ ବହୁତ ସୁନ୍ଦର କରି ଲେଖି ଦେଇଥାନ୍ତି, ଯାହାକି ଆମେ କଳ୍ପନା ବି କରିପାରିବା ନାହିଁ। ସେଇଟା ହେଲା ତାଙ୍କର କ'ଣ ସୃଜନଶୀଳ ପ୍ରତିଭା। ତାକୁ ନେଇ ସେ କ'ଣ କରନ୍ତି ନା ବିଭିନ୍ନ ଲେଖାମାନେ ବହୁତ ସୁନ୍ଦର ଭାବରେ ଲେଖିପାରିଛନ୍ତି। କିଛି ଦିନ ପରେ ବଙ୍ଗ ଦର୍ଶନ ନାମକ ଏକ ପତ୍ରିକାର ସମ୍ପାଦକ ହେଲେ। ସେତେବେଳକୁ ସେ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ନାଟକ, ପଦ୍ୟ ରଚନା କରିବାରେ ଅଭ୍ୟସ୍ତ ହୋଇପଡ଼ିଥିଲେ। ସେତେବେଳକୁ এই ବଙ୍ଗ ଦର୍ଶନରେ ସେ ଜଣେ ସମ୍ପାଦନା କରନ୍ତି। ତାହା ହେବା ସହିତ ସେ କ'ଣ କରିଥିଲେ, ହେବା ବେଳକୁ ଏହିସବୁ ସେ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ନାଟକ, ପଦ୍ୟ ରଚନା ଏସବୁ ମଧ୍ୟ ସେ ରଚନା କରିବାରେ ଅଭ୍ୟସ୍ତ ଥିଲେ। ତାଙ୍କର ଲେଖା ଗୁଡ଼ିକ ବଡ଼ ବଡ଼ ପତ୍ରିକାରେ ପ୍ରକାଶିତ ହେବାକୁ ଲାଗିଲା। ବଡ଼ ବଡ଼ ପତ୍ରିକାରେ ତାଙ୍କ ଲେଖା ଗୁଡ଼ିକ ସବୁ ବାହାରିଲା। ବଡ଼ ବଡ଼ ଲେଖକ ମାନଙ୍କର ଦୃଷ୍ଟି ତାଙ୍କ ଉପରେ ପଡ଼ିଲା। ଯେହେତୁ ଗୋଟେ ଭଲ ଭଲ ଲେଖା ଏତେ ସବୁ ବାହାରିଛି, ତ ବଡ଼ ବଡ଼ ଲେଖକ ମାନେ ମଧ୍ୟ ତାଙ୍କୁ ପଢ଼ି ଯେହେତୁ ଗୋଟେ ଏଇଟା କିଏ ଲେଖିଛି ଜାଣିଥିବେ, ଏଇଟା କିଏ ଲେଖିଛି ତାଙ୍କର ନାଁ ବି ତଳେ ଦିଆ ହେଇଥିବ। ସେସବୁ ବିଷୟରେ କ'ଣ ତାଙ୍କ ଆଡ଼େ ଦୃଷ୍ଟି ପକେଇଲେ, ମାନେ ତାଙ୍କ ଆଡ଼େ ତାଙ୍କ ନଜରଟା ପଡ଼ିଲା। ଧୀରେ ଧୀରେ ସେ ଜଣେ ବଡ଼ କବି ଭାବରେ ପରିଚିତ ହେଲେ। ଏଇଭଳି ଭାବରେ ଲେଖା ଗୁଡ଼ିକ ଯେହେତୁ ଚାରିଆଡ଼େ ପ୍ରକାଶିତ ହେଲା, ଖବର କାଗଜ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହେଲା, ବଡ଼ ବଡ଼ କବିମାନେ ତାଙ୍କୁ ଜାଣିଲେ, ଆହୁରି ଅନେକ ଲୋକମାନେ ତାଙ୍କୁ ଜାଣିଲେ। ସେତେବେଳେ ସେ କ'ଣ ହେଲେ ନା ବଡ଼ କବି ଭାବରେ ପରିଚିତ ହେଲେ। ପିଲାଦିନେ ଶିକ୍ଷାନୁଷ୍ଠାନର ନିୟମ କାନୁନ ପ୍ରତି ତାଙ୍କର ଆଦର ନଥିବା କଥା ଆମେ ଜାଣିଛେ। ଆମେ ଯେତେବେଳେ ପ୍ରଥମରୁ ଆମେ ପଢ଼ି ଆସିଲେଣି, ତ ପିଲାଦିନେ କ'ଣ କରୁଥିଲେ ନା ବିଦ୍ୟାଳୟରେ ସେ ନିୟମ କାନୁନ ପ୍ରତି ସେ ଆଦୌ ବି ନିୟମ କାନୁନକୁ ଜମା ବି ଭଲ ପାଉନଥିଲେ, ଯାହାକି ସେ ପଢ଼ିବାକୁ ଯାଉନଥିଲେ। ସେତେବେଳକୁ ତାଙ୍କ ମନ ମୁତାବକ ଶିକ୍ଷା କେନ୍ଦ୍ରଟିଏ ଗଢ଼ିବାର ପ୍ରବଳ ଆଶା ଥାଏ। ସିଏ ମନେ ମନେ ଚିନ୍ତା କରିଥିଲେ ଯେ
ମୁଁ ଯେମିତି ଚାହୁଁଛି ସେମିତି ପରିବେଶରେ ସେମିତି ବିଦ୍ୟାଳୟଟିଏ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ମୁଁ ଖୋଲିବି। ସେତେବେଳେ ମନରେ ବହୁତ ଆଶା ଥାଏ। ପ୍ରାକୃତିକ ପରିବେଶକୁ ନେଇ ଭାରତର ପୁରାତନ ପରମ୍ପରାକୁ ଅନୁସରଣ କରି ବିଦ୍ୟାଳୟଟିଏ ଗଢ଼ିବାକୁ ଆଗ୍ରହ ପ୍ରକାଶ କଲେ। ପ୍ରାକୃତିକ ପରିବେଶ ଭିତରେ ଯେଉଁ ପୂର୍ବରୁ ପୁରାଣ କାଳରେ ଯେମିତି ପିଲାମାନଙ୍କୁ ଶିଷ୍ୟମାନଙ୍କୁ କ'ଣ କରୁଥିଲେ ନା ଶିକ୍ଷାଦାନ କରାଯାଉଥିଲା, ସେଇ ଘନ ଅରଣ୍ୟ ଭିତରେ ମଧ୍ୟରେ କୁଟୀର ବା କୁଡ଼ିଆ ମଧ୍ୟରେ କ'ଣ କରୁଥିଲେ ନା ଅବଧାନ ଆମର ଗୁରୁମାନେ କ'ଣ କରୁଥିଲେ ନା ପିଲାମାନଙ୍କୁ ଶିକ୍ଷା ଦେଉଥିଲେ। ସେଥିରେ ନା ଥାଏ ଦଣ୍ଡ, ନା ଥାଏ କଠୋର କଟକଣା। ଏସବୁକୁ ନେଇ ପରମ୍ପରାକୁ ନେଇ ସେ କ'ଣ କରୁଥିଲେ ନା ସେମିତି ଏକ ବିଦ୍ୟାଳୟ ଗଢ଼ିବାକୁ ଆଗ୍ରହ ପ୍ରକାଶ କଲେ। ନିଜ ପୁଅକୁ ମିଶାଇ 5 ଜଣ ପିଲାଙ୍କ ସହିତ ଆରମ୍ଭ କଲେ ବୋଲପୁରରେ ଶାନ୍ତି ନିକେତନ ବନ ବିଦ୍ୟାଳୟ। ନିଜ ପୁଅକୁ ମିଶାଇ 5 ଜଣ ନା ନିଜ ପୁଅ ଆଉ 5 ଜଣକୁ ନିଜ ପୁଅକୁ ମିଶାଇ 5 ଜଣ ପିଲାଙ୍କ ସହିତ ଆରମ୍ଭ କଲେ। ତାଙ୍କ ପୁଅକୁ ମିଶାଇ ଆଉ 5 ଜଣକୁ ମିଶାଇ ସେ କ'ଣ କଲେ ନା ତାଙ୍କର ଗୋଟେ ବିଦ୍ୟାଳୟ ସେ ଗଢ଼ିଲେ। ସେ ବିଦ୍ୟାଳୟଟା କେଉଁଠି ଥିଲା ନା ବୋଲପୁରରେ ଥିଲା। ସେ ବିଦ୍ୟାଳୟର ନାମ ହେଲା ଶାନ୍ତି ନିକେତନ ବନ ବିଦ୍ୟାଳୟ। ପରିବେଶ ସମ୍ପୂର୍ଣ୍ଣ ପ୍ରାକୃତିକ, ପିଲାମାନେ ପୁରାପୁରି ସ୍ୱାଧୀନ। ପରିବେଶ ସବୁ କ'ଣ ଥିଲା ନା ପ୍ରାକୃତିକ ରେ ଭରପୁର ଥିଲା, ପୁରୀ ଉଠିଥିଲା ପ୍ରାକୃତିକ, ସେଠି ସବୁ ପ୍ରାକୃତିକ ଜିନିଷରେ ସବୁ ଭରପୁର ଥିଲା। ଆଉ ପିଲାମାନେ ପୁରାପୁରି ସ୍ୱାଧୀନ ଓ ମୁକ୍ତ, ତାଙ୍କ ପାଇଁ ସେଠି କୌଣସି କଠୋର କଟକଣା ମାନ ନଥିଲା। ଇଂରାଜ ବିଦ୍ୟାଳୟ ଗୁଡ଼ିକ କଳକାରଖାନା ପରି ତାଙ୍କୁ ମନେ ହେଉଥିଲା ଯେମିତି ଇଂରାଜ ବିଦ୍ୟାଳୟ ଗୁଡ଼ିକ ସତେକି ଯେମିତି କଳକାରଖାନା, ସବୁବେଳେ ଘୋର ଘୋର ଶବ୍ଦ, ଏସବୁ ଶବ୍ଦ ଶୁଣା ଯାଉଛି। ସମାଜ ଓ ପ୍ରକୃତିର ଅଲଗା ରହିବାର କଷ୍ଟ ସେ ଅନୁଭବ କରିଥିଲେ। ଶାନ୍ତି ନିକେତନ ଥିଲା ତାହାରି ଫଳ। ସମାଜ ଓ ପ୍ରକୃତିରୁ ଅଲଗା ହୋଇ ତାଙ୍କୁ ଯେଉଁ ବାରମ୍ବାର ଏଠି ନେଇକି ନାମ ଲେଖାଇ ଦେଉଥିଲେ, ସେ ସ୍କୁଲରେ ନେଇକି ନାମ ଲେଖାଉଥିଲେ। ଏଇଭଳି ଭାବରେ ସେ ପରିବେଶ ଠାରୁ ଅଲଗା ରହୁଥିଲେ, ସମାଜରୁ ଅଲଗା ରହୁଥିଲେ। ତାର କଷ୍ଟକୁ ସେ କ'ଣ କରୁଥିଲେ ବୁଝିପାରିଥିଲେ। ସେହି କଷ୍ଟକୁ ସେ ନିଜେ ବୁଝିଥିଲେ ବୋଲି ତାର ଫଳସ୍ୱରୂପ ସେ ଆଜି ଶାନ୍ତି ନିକେତନ ବନ ବିଦ୍ୟାଳୟକୁ ପ୍ରତିଷ୍ଠା କରିଛନ୍ତି। ଜୀବନର ସବୁ ସମୟରେ ସବୁ କାମ ଭିତରେ ମଧ୍ୟ ସାହିତ୍ୟ ସେବାରୁ ସେ ଦୂରେଇ ରହିନାହାନ୍ତି। ଇଂଲଣ୍ଡର ପ୍ରସିଦ୍ଧ କବି ଇଟସ୍ ତାଙ୍କର କବିତା ସବୁ ପାଠ କରି ବିମୋହିତ ହେଲେ। ଜୀବନର ସବୁ ସମୟରେ ସବୁ କାମ ଭିତରେ ଥାଇ ମଧ୍ୟ ସେ ସାହିତ୍ୟ ସେବାରୁ, ସାହିତ୍ୟ ମଧ୍ୟ ଯିଏ ଲେଖୁଛନ୍ତି, କବିତା ଏସବୁ ଲେଖୁଛନ୍ତି, ତାଙ୍କର ଏସବୁ ଗୋଟେ ଗୋଟେ ସେବା ଜନସାଧାରଣ ବା ସମାଜ ପାଇଁ, ସେବାରୁ କେବେ ବି ଦୂରେଇ ଯାଇନାହାନ୍ତି। ଇଂଲଣ୍ଡର ପ୍ରସିଦ୍ଧ କବି ଜଣେ ଥିଲେ ଇଟସ୍। ତାଙ୍କର କବିତା ପଢ଼ି ବେଶ୍ ବିମୋହିତ ବା ବିମୁଗ୍ଧ ହୋଇଥିଲେ। ତାଙ୍କରି ରଚିତ ମୁଖବନ୍ଧ ସହ ଗୀତାଞ୍ଜଳି ପ୍ରକାଶିତ ହେଲା। ସେହି ବର୍ଷ ଏହି ପୁସ୍ତକ ପାଇଁ ତାଙ୍କୁ ସାହିତ୍ୟରେ ମିଳିଲା ନୋବେଲ ପୁରସ୍କାର। ତାହେଲେ ଗୀତାଞ୍ଜଳି ପୁସ୍ତକଟି ପାଇଁ ସାହିତ୍ୟରେ ଭାରତରେ ପ୍ରଥମ ନୋବେଲ ପୁରସ୍କାର ତାଙ୍କୁ ଦିଆଯାଇଥିଲା। ଏବେ ତୁମେ ତାଙ୍କ ନାମ ଜାଣି ସାରିବଣି। ସେ ହେଉଛନ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ପରେ ପରେ ବ୍ରିଟିଶ ସରକାର ତାଙ୍କୁ ନାଇଟ ଉପାଧିରେ ଭୂଷିତ କଲେ। ମାତ୍ର ଦେଶଭକ୍ତ ରବୀନ୍ଦ୍ରନାଥ ଜାଲିଆନାବାଗ ହତ୍ୟାକାଣ୍ଡ ହେତୁ ସେ ଉପାଧି ପ୍ରତ୍ୟାଖ୍ୟାନ କଲେ। ନାଇଟ ଉପାଧି କ'ଣ କରାଯାଇଥିଲା ନା ତାଙ୍କୁ ଦିଆଯାଇଥିଲା, ଇଂରେଜ ସରକାର ଦେଇଥିଲେ, ଯେହେତୁ ବଙ୍ଗର ଅମୃତସର ଠାରେ ଜାଲିଆନାବାଗ ହତ୍ୟାକାଣ୍ଡ ଅମୃତସର ଠାରେ କ'ଣ ହେଇଥିଲା ନା ଜାଲିଆନାବାଗ ହତ୍ୟାକାଣ୍ଡ ଘଟିଥିଲା। ସେଇ ଜାଲିଆନାବାଗ ହତ୍ୟାକାଣ୍ଡରେ ଇଂରେଜ ମାନେ କ'ଣ କରିଥିଲେ ନା ବହୁତ ଲୋକମାନଙ୍କୁ କ'ଣ କରିଥିଲେ ନା ଗୁଳି କରି ହତ୍ୟା କରିଥିଲେ। ଅମୃତସରର ଜାଲିଆନାବାଗ ହତ୍ୟାକାଣ୍ଡ ହେତୁ କ'ଣ କରିଥିଲେ ନା ସେଇ ଯେଉଁ ନାଇଟ ଉପାଧି ଇଂରେଜ ମାନେ ତାଙ୍କୁ ଦେଇଥିଲେ, ତାଙ୍କୁ ସେ ପରିତ୍ୟାଗ କରିଥିଲେ। ତାଙ୍କର ଇଚ୍ଛାରେ ପ୍ରତିଷ୍ଠା ହେଲା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ। ସେ ଯେଉଁ ଶାନ୍ତି ନିକେତନ ବିଶ୍ୱବିଦ୍ୟାଳୟଟି ପରବର୍ତ୍ତୀ ସମୟରେ କ'ଣ ହେଇଯାଇଥିଲା ନା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ। ଦେଶ ବିଦେଶରୁ ବହୁ ଛାତ୍ର ଆସି ଏଠାରେ ପଢ଼ୁଛନ୍ତି। ଭାରତର ମହାନ ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହୋଇ ଏହାକୁ ଭଲ ପାଇପାରିଛନ୍ତି। ତାଙ୍କରି ମହାନତା ପାଇଁ ଦେଶର ସମ୍ମାନ ବୃଦ୍ଧି ହୋଇଛି। ତ
तो तांकर ए विश्व भारती विश्वविद्यालय सबु प्रकार शिक्षार व्यवस्था करा जायतिला। देश देशरु छात्र देश विदेशरु छात्र छात्री माने आसी सेठारे शिक्षा ग्रहण करुथिले। आउ कोन ना भारतर महान संस्कृति आ परंपरा जेहेतु से विषय रे सेठी शिक्षा दिया जायता सेमिति परिवेश थिला ସେଥିପାଇଁ ସମସ୍ତେ ସେ ପ୍ରତି ଆକୃଷ୍ଟ ହୋଇଯାଉଥିଲେ। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ଆଜି କ'ଣ ହେଇଛି ନା ଦେଶରେ ସମ୍ମାନ ବୃଦ୍ଧି ପାଇଛି ତାଙ୍କରି ମହାନତା ପାଇଁ। ତ ପିଲାମାନେ ଆଜି ଆମେ କ'ଣ କରିଛେ ନା ବିଷୟଟିକୁ ପୁରା ପଢ଼ି ସାରିଛୁ। ତାର କଠିନ ଶବ୍ଦ ମଧ୍ୟ ଆମେ ଲେଖିଦେଇଛୁ। ଆଉ କ'ଣ କରିଛୁ ନା ତାକୁ ଆମେ ବୁଝାଇ ବି ସାରିଛୁ। ଆମେ ପରବର୍ତ୍ତୀ ପିରିୟଡ଼ରେ ଆସିଲେ ଏହାର ପ୍ରଶ୍ନାବଳୀ ଗୁଡ଼ିକୁ ଆଲୋଚନା କରିବା ହେଲା। ଆଜି ତ ସମୟ ହୋଇଯାଇଛି। ତୁମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଦେ ମାତରମ୍।